ଏଥର ହେଇଛି ତ ପ୍ରବଳ ଆମ୍ବ। ଆମ୍ବ ଖାଇ ଖାଇ ହେଲେଣି କି ବୋର୍। ଡାଲାରେ ରହିଯାଉଛି ଆମ୍ବ। ତାହେଲେ ସେ ବଞ୍ଚିଥିବା ଆମ୍ବରେ ବନାନ୍ତୁ ଗୋଟେ ଟେଷ୍ଟି ରେସିପି। ମିଠା ମିଠା ଥଣ୍ଡା ଥଣ୍ଡା ରାବିଡ଼ି। ବହୁତ ଟେଷ୍ଟି, ବହୁତ ୟମ୍ମି। ପାଟିରେ ଦେଲା ମାତ୍ରକେ ପୁରା ସ୍ୱର୍ଗ ବାଲା ଫିଲିଂ। जय जगन्नाथ। सुतस्पुरियाକୁ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ରେସିପି ଫୁଲ୍ ୱାଚ୍ କରିବା ପୂର୍ବରୁ ପ୍ଲିଜ୍ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ସାଇଡ଼ରେ ଥିବା ବେଲ୍ ଆଇକନ୍କୁ ହିଟ୍ କରିବାକୁ ଜମା ବି ଭୁଲିବେନି। ଅଲ୍ରେ ପ୍ରେସ୍ କରିଦେବେ, ଯାହାଦ୍ୱାରା କି ମୋ ରେସିପି ପକାଇଲା ମାତ୍ରକେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଯିବ। ଚାଲନ୍ତୁ ଡେରି ନ କରି ରେସିପିକୁ ଆରମ୍ଭ କରିବା। ମିଠା ମିଠା ଆମ୍ବ ରାବିଡ଼ି ବନେଇବା ପାଇଁ ଏଇଠି ନେଇଛି ମୁଁ 500 ml କ୍ଷୀର। ଆଉ ତାକୁ ହାଇ ଫ୍ଲେମ୍ରେ ଫୁଟିବା ପାଇଁ ଛାଡ଼ି ଦେଇଥିଲି। କ୍ଷୀର ଉତରିବା ଆଗରୁ ମୁଁ ତାକୁ ଲୋ ମିଡ଼ିୟମ୍ ଫ୍ଲେମ୍ କରିଦେଇଛି, ଯାହାଦ୍ୱାରା କି କ୍ଷୀରକୁ ଆମେ ଲୋ ମିଡ଼ିୟମ୍ ଫ୍ଲେମ୍ରେ ପର୍ଯ୍ୟନ୍ତ ଫୁଟେଇବା ଯେପର୍ଯ୍ୟନ୍ତ କି କ୍ଷୀରଟା ଟିକେ ଗାଢ଼ ନ ହେଇଛି। କ୍ଷୀର ଗାଢ଼ ହେଇକିରି କ୍ଷୀର ମରିକିରି ପୁରା ଅଧାରୁ ଅଧା ହେଇଯିବା ପର୍ଯ୍ୟନ୍ତ ଆମେ ୟାକୁ ଫୁଟେଇବା। ଆପଣ ଯଦି ହାଇ ଫ୍ଲେମ୍ କରିବେ ତାହେଲେ ତାକୁ ଜଗିକି ରହିବେ। ଆଉ ଯଦି ଲୋ ମିଡ଼ିୟମ୍ ଫ୍ଲେମ୍ରେ କରିଦେବେ ତାହେଲେ ସୁବିଧା ହେବ। ଏମିତି ଦେଖନ୍ତୁ କ୍ଷୀର ଫୁଟି ଫୁଟିକି ଉପରେ ଏଇଭଳିଆ ସର ମଲେଇ ଲେୟାରଟା ବସି ଯାଉଛି, ଜମି ଯାଉଛି। ତାକୁ ଏମିତି ସାଇଡ଼୍ରୁ କରିକିରି ସେଇଥିରେ ରଖିବେ, ଯାହାଦ୍ୱାରା କି କ୍ଷୀରଟା ଥିକ୍ ହେବ ଆଉ ବଢ଼ିଆ ସେ ରାବିଡ଼ି ବନିକି ରେଡ଼ି ହେବ। କ୍ଷୀରକୁ ମୁଁ ଏଠି ଲୋ ମିଡ଼ିୟମ୍ ଫ୍ଲେମ୍ରେ ଫୁଟିବା ପାଇଁ ଛାଡ଼ିଦେବି। ଆଉ ଚାଲନ୍ତୁ ବୁଝିବା ଫଳମାନଙ୍କ ଭିତରୁ ରାଜା ମାନେ ଆମ ରେସିପିର ଆଜି ରାଜା ଆମ୍ବ ପାଖକୁ ଚାଲନ୍ତୁ ଯିବା। ଏଇଠି ମୁଁ ଗୋଟେ ବାଇଗଣ ପଲେଇ ଆମ୍ବ ନେଇଛି। ଆପଣ ଯେଉଁ ପ୍ରଜାତିର ଆମ୍ବ ବି ନେଇପାରିବେ, କିନ୍ତୁ ଆମ୍ବଟା ଟିକେ ଅଧିକା ପାଚିଲା ବାଲା ନେବେ, ଯାହାଦ୍ୱାରା କି ବଢ଼ିଆ କଲର୍ ଆସିବ ଆଉ ପୁରା ମିଠା ମିଠା ସ୍ୱାଦ ଆସିବ। ଦେଖ ଆମ୍ବର ଡେମ୍ଫକୁ ଛଡ଼େଇ ଦେଇକିରି ତାପରେ ଏଠି ମୁଁ ଭଲ ଭାବରେ କ୍ଲିନ୍ କରିକି ଚୋପାକୁ ଛଡ଼େଇ ନେବି। ଏଠି ମୁଁ କ୍ଲିନ୍ କରିକିରି ଆମ୍ବର ସବୁ ଚୋପାକୁ ଏଠି ଛଡ଼େଇ ନେଇଛି। ତାକୁ ମୁଁ ଛୋଟ ଛୋଟ କରିକି ଏବେ ବିଶେଷରେ କାଟିଦେବି। ଦେଖନ୍ତୁ ଏଇଭଳିଆ ଯଦି ଆପଣ କାଟୁଛନ୍ତି ପୁରା ସୁବିଧାରେ ସହଜରେ କଟ୍ ହେଇଯାଉଛି। ଦେଖନ୍ତୁ ସବୁ ଆମ୍ବକୁ ମୁଁ ଏଠି କାଟି ନେଇଛି। ଚାଲନ୍ତୁ ଯିବା ୟାକୁ ବ୍ଲେଣ୍ଡ କରିବା। ବ୍ଲେଣ୍ଡିଂ ଜାର୍ରେ ଦେଇଦେଲି ଆମ୍ବକୁ, ତାକୁ ବିନା ପାଣି ଦେଇକିରି ଗୋଟେ ଫାଇନ୍ ପେଷ୍ଟ ବନେଇଦେବି। ଚାଲନ୍ତୁ ପେଷ୍ଟ ଆମର ରେଡ଼ି। ୟାକୁ ରଖିବି ଏବେ ମୁଁ ସାଇଡ଼୍ରେ। ଆଉ ଚାଲନ୍ତୁ ଦେଖିବା କ୍ଷୀର କ'ଣ ହେଲା। କ୍ଷୀର ଦେଖନ୍ତୁ ଫୁଟିକି ଟିକେ ଥିକ୍ ହେଇଗଲାଣି। ଏଇ ଟାଇମ୍ରେ ମୁଁ ଏଠି ଆଡ଼୍ କରିଦେବି 1 କପ୍ ଚିନି ଦେଇଛି ଏଠି। ଆପଣ ଯଦି ଅଧିକା ମିଠା କରିବେ ତାହେଲେ ଅଧିକା ଦେଇଦେବେ। ତାପରେ ଥଣ୍ଡା ହେଲା ପରେ ଟିକେ ମିଠା କମିଯାଇଥାଏ, ସେଥିପାଇଁ ମୁଁ ଏଠି 1 କପ୍ ଚିନି ଦେଇଦେଇଛି। ଆଉ ୟାକୁ ଭଲ ଭାବରେ ମିକ୍ସ କରିନେବି। ମିକ୍ସ କରି ଦେଖନ୍ତୁ କ୍ଷୀର ସାଙ୍ଗରେ ଚିନି ଫୁଟିକିରି ବଢ଼ିଆ କଲର୍ ଆସିଛି ଆଉ ପୁରା ଥିକ୍ ବି ହେଇଯାଇଛି। ଏଇ ଟାଇମ୍ରେ ମୁଁ ଏଠି ଦେଇଦେବି 3ରୁ 4ଟି ଗୁଜୁରାତିର ମଞ୍ଜିକୁ ବାହାର କରି ନେଇଥିଲି ଆଉ ତାକୁ ଛେଚିକି ଦେଇଦେବି, ଯାହାଦ୍ୱାରା କି ବଢ଼ିଆ ସ୍ମେଲ୍ ଆସିବ। ତାପରେ ଏଠି ମୁଁ କିଛି କାଜୁ ଆଉ ବାଦାମକୁ କ୍ରସ୍ କରିକି ରଖିଛି, ତାକୁ ମୁଁ କ୍ଷୀରରେ ଆଡ଼୍ କରିଦେବି, ଯାହାଦ୍ୱାରା କି ବଢ଼ିଆ କ୍ରଞ୍ଚି ଟେଷ୍ଟ ଆସିବ ଆଉ ରାବିଡ଼ିର ଟେଷ୍ଟକୁ 2 ଗୁଣ କରିଦେବ। ଆପଣଙ୍କ ପାଖରେ ଯାହା ଅଛି ପିସ୍ତା କେଶର ବି ଦେଇପାରିବେ। ଆ ଦେହରେ ଯେଉଁ ନଟ୍ସ ଅଛି ଆପଣ ପକାଇ ପାରିବେ, ବହୁତ ବଢ଼ିଆ ଟେଷ୍ଟ ଆସିଥାଏ। ଆପଣ ଚାହିଁଲେ ସ୍କିପ୍ ବି କରିପାରିବେ। ତାପରେ ୟାକୁ ପୁରା ଥଣ୍ଡା କରିବା ପାଇଁ ଛାଡ଼ିଦେବି। ଦେଖନ୍ତୁ ଥଣ୍ଡା ହେଇକିରି ଆମ ରାବିଡ଼ି ପୁରା ଥିକ୍ ହେଇଯାଇଛି, ବଢ଼ିଆ କଲର୍ ବି ଆସିଛି। ଚାଲନ୍ତୁ ଯିବା ନେକ୍ସଟ ପ୍ରୋସେସ୍କୁ। ୟା ଦେହରେ ମୁଁ ପକାଇଦେବି ଆମ୍ବକୁ ଯେଉଁ ପେଷ୍ଟ ବନେଇକି ରଖିଥିଲି, ତାକୁ ଭଲ ଭାବରେ ପକାଇକିରି ୟାକୁ ଭଲ ଭାବରେ ମୁଁ ମିକ୍ସ କରିନେବି। ବଢ଼ିଆ ସେ ମିକ୍ସ ହେଇକି ବଢ଼ିଆ କଲର୍ ବି ଆସିଛି ଆଉ ପୁରା ଥିକ୍ ହେଇଯାଇଛି। ତାପରେ ଚାଲନ୍ତୁ କରିବା ୟାକୁ ସର୍ଭ। ଏଥିପାଇଁ ମୁଁ ଏଇଠି 2ଟି ଏମିତି ମାଟିର କଲର୍ର କପ୍ ନେଇଛି, ଯାହାଦ୍ୱାରା କି ଦେଖିବାକୁ ବହୁତ ସୁନ୍ଦର ଲାଗିବ। ୟାକୁ ମୁଁ 2ରୁ 3 ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍ରେ ରଖିଦେବି। ଫ୍ରିଜରରେ ରଖିବେନି, ଫ୍ରିଜ୍ରେ ରଖିବେ। ଆଉ ୟାକୁ ଥଣ୍ଡା କରିବା ପାଇଁ ଛାଡ଼ି ଦେଇଥିଲି। ଦେଖନ୍ତୁ ଥଣ୍ଡା ହେଇକିରି 2ରୁ 3 ଘଣ୍ଟା ପରେ ରେଡ଼ି ହେଇଗଲା। ୟାକୁ ମୁଁ କିଛି ପିସ୍ତା ଆଉ କାଜୁରେ ସଜେଇ ଦେବି ଆଉ ଉପରୁ କିଛି ଆମ୍ବର ସ୍ଲାଇସ୍ ଦେଇଦେବି, ଯାହାଦ୍ୱାରା ଦେଖିବାକୁ ସୁନ୍ଦର ଲାଗିବ ଆଉ ପାଟିକୁ ବି ଲାଗିଲେ ବହୁତ ବଢ଼ିଆ ଟେଷ୍ଟି ଲାଗିବ। ଟେଷ୍ଟ ତ ବହୁତ ବଢ଼ିଆ ହେଇଥିଲା, ପୁରା ସ୍ୱର୍ଗ ବାଲା ଫିଲିଂ ଥିଲା। ଆପଣ ବି ନିଶ୍ଚିନ୍ତ ରେସିପିଟିକୁ ଟ୍ରାଏ କରନ୍ତୁ। କେମିତି ଲାଗିଲା ମୋତେ ଆପଣଙ୍କ ଅନୁଭୂତି ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ରେସିପିର ଇନଗ୍ରିଡ଼ିଏଣ୍ଟ ପୁରା ମୁଁ ଡିସ୍କ୍ରିପ୍ସନ୍ରେ ଦେଇଦେଇଛି, ଆପଣ ସେଇଠୁ ପାଇଯିବେ।
रेसिपी भल लगिले प्लीज गोटे लाइक करेंगे और फ्रेंड और फैमिली सहित शेयर करदेवे और प्लीज मत टिके सपोर्ट करंतु जो मैंने सब्सक्राइब करना सब्सक्राइब करनियंतु आसबे पुणी एक नुआ रेसिपी नहीं समस्ते भले रुहंतु खुशी रुहंतु धन्यवाद।